ଜଗନ୍ନାଥ ଆପଣମାନଙ୍କୁ ପ୍ରଜ୍ୟୋତିଷୱାଲକୁ ସ୍ୱାଗତ। ସନାତନ ଧର୍ମରେ ପିତୃପକ୍ଷକୁ ବହୁତ ପବିତ୍ର ବୋଲି ଗ୍ରହଣ କରାଯାଇଛି। ଏହା 16 ଦିନ ଧରି ଚାଲି ଯାହାକୁ ଶ୍ରାଦ୍ଧ ପକ୍ଷ ବା ମହାଳୟା ମଧ୍ୟ କୁହାଯାଇଥାଏ। ଏହି ସମୟରେ ଆମେ ଆମର ପୂର୍ବଜ ପିତା ମାତା ପିତୃ ଦେବତାଙ୍କୁ ସ୍ମରଣ କରି ତାଙ୍କ ପାଇଁ ତିଳ ତର୍ପଣ ପିଣ୍ଡଦାନ ଶ୍ରାଦ୍ଧ କରିଥାଉ। ବିଶ୍ୱାସ କରାଯାଏ ଯେ ଏହି 16 ଦିନ ପିତୃଗଣ ପୃଥିବୀରେ ଅବତରଣ କରିଥାନ୍ତି ଆଉ ଆମ ପାଖକୁ ଆସିଥାନ୍ତି। ଆମର ପିଣ୍ଡ ତର୍ପଣ ଦାନ ଧର୍ମ ଗ୍ରହଣ କରି ଆଶୀର୍ବାଦ ଦେଇ ସେ ପୁଣି ନିଜ ଲୋକକୁ ଚାଲି ଯାଇଥାନ୍ତି। ତ ପିତୃପକ୍ଷ ସମୟରେ ଆମେ ଯଦି ପୂର୍ବଜଙ୍କୁ ସ୍ମରଣ ନ କରିଥାଉ, ତାଙ୍କ ପାଇଁ ଆମେ ପିଣ୍ଡ ତର୍ପଣ ବା ଶ୍ରାଦ୍ଧ ଦାନ ଧର୍ମ ଯଦି ଆମେ କରିନଥାଉ ତ ସେହି ସମୟରେ ପିତୃ ରୁଷ୍ଟ ହେଇଥାନ୍ତି, ଆମ ଉପରେ ରାଗିଥାନ୍ତି, ଯାହାଦ୍ୱାରା ଆମକୁ ପିତୃଦୋଷର ସମ୍ମୁଖୀନ ହୋଇଥାଏ। ତ ପିତୃଦୋଷ ଯେଉଁମାନଙ୍କର ଥାଏ, ତ ମୁଁ ଆପଣଙ୍କୁ କହିଛି ଯେ ପିତୃଦୋଷ ଥିଲେ ତାର ଲକ୍ଷଣ କ'ଣ ଆଉ ତାର ଉପାୟ କ'ଣ। ଯେଉଁମାନଙ୍କର ପିତୃଦୋଷ ନଥିଲେ ଆପଣମାନେ କେମିତି ଜାଣିବେ ଯେ ଆପଣଙ୍କର ପିତୃଦୋଷ ନାହିଁ। ତା ସହିତ ପିତୃଦୋଷ ପିତୃପକ୍ଷରେ କ'ଣ ନ କରିବା ଉଚିତ ମଧ୍ୟ ମୁଁ ଆପଣଙ୍କୁ ଏ ଭିଡ଼ିଓ କହିବି। ଦେଖନ୍ତୁ, ଯେଉଁମାନେ ପୂର୍ବପୁରୁଷଙ୍କୁ ତାଙ୍କର ପିତୃଙ୍କୁ ପିଣ୍ଡ ଦେଉଛନ୍ତି, ତର୍ପଣ ଦେଉଛନ୍ତି, ଦାନ ଦେଉଛନ୍ତି, ତାଙ୍କର ଆଶୀର୍ବାଦ ମଧ୍ୟ ପାଉଛନ୍ତି, ତ ସେମାନଙ୍କୁ ପିତୃଦୋଷ ଲାଗିନଥାଏ। ତ ପିତୃଦୋଷ ଆପଣଙ୍କୁ ଲାଗିନାହିଁ ବୋଲି କେମିତି ଜାଣିବେ? ପ୍ରଥମ ହେଉଛି ପାରିବାରିକ ସମୃଦ୍ଧି। ଘରେ ଆପଣଙ୍କର ସର୍ବଦା ଶାନ୍ତି ରହୁଛି, ସମୃଦ୍ଧି ରହୁଛି, ପ୍ରେମ ରହୁଛି, ସମସ୍ତଙ୍କ ପାଇଁ ଭଲ ପାଇବା ରହୁଛି। ସମସ୍ତେ ଖୁସି ବାସିରେ ଯଦି ରହୁଛନ୍ତି, ଛୋଟ ମୋଟ କଳି ଝଗଡ଼ା ସିଏ ହେଉଛି ଅନ୍ୟ କଥା, କିନ୍ତୁ ଆପଣଙ୍କର ଘରେ ସବୁବେଳେ ସମୃଦ୍ଧି ରହୁଛି, ଶାନ୍ତି ସୁଖ ସବୁ ଯଦି ରହୁଛି, ତାହେଲେ ଆପଣ ଜାଣନ୍ତୁ ଯେ ଆପଣଙ୍କୁ ପିତୃଦୋଷ ଲାଗିନାହିଁ। ସନ୍ତାନ ସଫଳତା, ଗର୍ଭଧାରଣ ଆପଣ ଚାହୁଁଛନ୍ତି ପ୍ରେଗନେଣ୍ଟ ହେବା ପାଇଁ, କିଛି ଅସୁବିଧା ନାହିଁ। ଆପଣ ବିନା ବାଧାରେ ଯଦି ଗର୍ଭବତୀ ହେଇପାରୁଛନ୍ତି, ତାହେଲେ ଆପଣ ଜାଣନ୍ତୁ ପିତୃଦୋଷ ଆପଣଙ୍କୁ ଲାଗିନାହିଁ। ତା ସହିତ ଆପଣଙ୍କ ସନ୍ତାନ ଯେଉଁମାନେ ଅଛନ୍ତି, ଆପଣଙ୍କର ଝିଅ ହେଉ କି ପୁଅ, ତାଙ୍କ ଜୀବନରେ ଯଦି କୌଣସି ଦୁଃଖ ନାହିଁ, ସେମାନେ ତାଙ୍କର କ୍ୟାରିୟରରେ ବହୁତ ଆଗକୁ ଯାଉଛନ୍ତି, କ୍ୟାରିୟରରେ ସଫଳତା ପାଉଛନ୍ତି, ଶିକ୍ଷାର ସଫଳତା ପାଉଛନ୍ତି, ତରକ୍କି କରୁଛନ୍ତି, ତାହେଲେ ଆପଣ ଜାଣି ଦିଅନ୍ତୁ ଯେ ଆପଣଙ୍କୁ ପିତୃଦୋଷ ଲାଗୁନାହିଁ। ଆର୍ଥିକ ସୁଖ ଆଉ ସମୃଦ୍ଧି, ଘରେ ଆପଣଙ୍କ ଧନ ଧାନ୍ୟରେ ଅଭାବ ନାହିଁ। ନିଜର ଯେତିକି ପରିଶ୍ରମ କରୁଛନ୍ତି ସେଇ ପରିଶ୍ରମ ମୁତାବକ ଆପଣଙ୍କୁ ସଫଳତା ମିଳୁଛି, ଧନ ଲାଭ ହେଉଛନ୍ତି। ତା ସହିତ ଆପଣଙ୍କ ଧନ ଯେତିକି ବି କରୁଛନ୍ତି ଅଯଥା ଖର୍ଚ୍ଚ ହେଇଯାଉନାହିଁ, ତାହେଲେ ଆପଣ ଭାବନ୍ତୁ ଯେ ଆପଣଙ୍କୁ ପିତୃଦୋଷ ଲାଗିନାହିଁ। ସ୍ୱାସ୍ଥ୍ୟରେ ମଙ୍ଗଳ, ଆପଣଙ୍କ ଫ୍ୟାମିଲି ଆପଣଙ୍କ ପାରିବାରିକରେ କୌଣସି ବଡ଼ ରୋଗ ନାହିଁ, କି ଅଚାନକ ଭାବେ କାହାର ମୃତ୍ୟୁ ଗୋଟେ ହେଇନାହିଁ, କି ଆପଣଙ୍କ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେଉନାହିଁ, ତାହେଲେ ଆପଣ ଜାଣନ୍ତୁ ଯେ ଆପଣଙ୍କୁ ପିତୃଦୋଷ ଲାଗିନାହିଁ। ସ୍ୱପ୍ନରେ ଶୁଭ ସଂକେତ ଆପଣ ଦେଖୁଛନ୍ତି, ସ୍ୱପ୍ନରେ ଆପଣ ପିତୃ ହେଲା ତ ପିତୃପୁରୁଷ ହସୁଛନ୍ତି, ପ୍ରସନ୍ନ ହେଉଛନ୍ତି, କି ଆପଣ କୌଣସି ଗାଈ ହେଲା କି ଆପଣଙ୍କର ଫୁଲ ଦୀପ କି କୌଣସି ମନ୍ଦିର ଯଦି ଆପଣ ବାରମ୍ବାର ଦେଖୁଛନ୍ତି, ସିଏ ହେଉଛି ଶୁଭ ସଂକେତ। ତା ସହିତ ଆପଣ ଯେଉଁମାନେ ମୃତ୍ୟୁବ୍ୟକ୍ତି ଅଛନ୍ତି, ସେମାନେ ଖୁସି ହେଉଛନ୍ତି, ହସୁଛନ୍ତି, ସନ୍ତୁଷ୍ଟ ଯଦି ଆପଣଙ୍କୁ ଦେଖୁଛନ୍ତି, ତାହେଲେ ଆପଣ ଭାବନ୍ତୁ ପିତୃପୁରୁଷ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି, ଆପଣଙ୍କୁ ଅନୁଗ୍ରହ କରୁଛନ୍ତି, ଆପଣଙ୍କୁ ଆଶୀର୍ବାଦ ମଧ୍ୟ ଦେଉଛନ୍ତି। କୁଣ୍ଡଳୀରେ ଶୁଭସ୍ଥିତି, ଆପଣଙ୍କର ଯଦି ସୂର୍ଯ୍ୟ ଚନ୍ଦ୍ର ଗୁରୁ ଓ ପିତୃଙ୍କର ଯଦି ଗ୍ରହ ଭଲ ଅଛି, ତାହେଲେ ଆପଣଙ୍କୁ ପିତୃଦୋଷ ମଧ୍ୟ ଲାଗେ ନାହିଁ। ପିତୃଦୋଷ ନଥିଲେ ପରିବାରରେ ଶାନ୍ତି ସମୃଦ୍ଧି ସୁସ୍ଥତା ଏବଂ ଦୀର୍ଘାୟୁ ଦେଖିବାକୁ ମିଳେ। ଏହା ପୂର୍ବଜଙ୍କର ଆଶୀର୍ବାଦର ଏକ ଚିହ୍ନ। ତ ପିତୃ ଦୋଷ ଆପଣ ଜାଣିଲେ। ତ ପିତୃପକ୍ଷରେ ଆମେ ଯଦି କିଛି ଖରାପ କରିବା, ତାହେଲେ ଆମକୁ ପିତୃଦୋଷ ଲାଗିଥାଏ। ତ ପିତୃପକ୍ଷରେ ଆମକୁ କ'ଣ କରିବା ଅନୁଚିତ କି କ'ଣ କରିବା
ଉଚିତ ନୁହେଁ। ଯେମିତିକି ମାଙ୍ଗଳିକ କାର୍ଯ୍ୟ, ମାଙ୍ଗଳିକ କାର୍ଯ୍ୟରେ ଯେକୌଣସି କାର୍ଯ୍ୟ ହେଲା, ଯେମିତିକି ବିବାହ ହେଲା, ଗୃହ ପ୍ରବେଶ, ମୁଣ୍ଡନ, ମାନେ ଆପଣ ନଣ୍ଡା ଯାହାକୁ କରୁଛନ୍ତି, କି ଆପଣଙ୍କର ନାମକରଣ, ଏନଗେଜମେଣ୍ଟ ହେଲା, ତ ଆପଣ ଯେକୌଣସି, କି ଆପଣଙ୍କର ଠାକୁର ଘର ନୂଆ ବନେଇଉଛନ୍ତି, କୌଣସି ବି ମାଙ୍ଗଳିକ କାର୍ଯ୍ୟ ଆପଣ ଏଇ ପିତୃପକ୍ଷରେ କରିବା ଉଚିତ ନୁହେଁ। ତା ସହିତ ନୂଆ ସାମଗ୍ରୀ କିଛି ବି ଆପଣ ଏଇ ସମୟରେ କିଣିବା ଉଚିତ ନୁହେଁ। ଯେମିତିକି ନୂଆ ଗହଣା କିଣିବା, କପଡ଼ା କିଣିବା, ଘରର ବଡ଼ ବଡ଼ ସାମାନ ଯେମିତିକି ଫ୍ରିଜ୍, ଗଡରେଜ୍ ହେଲା, କି ଆପଣଙ୍କ ସୁନା ଜିନିଷ ହେଲା, ବେଡ୍ ହେଲା, ୱାସିଂ ମେସିନ୍, ମାନେ ଘରର ବଡ଼ ବଡ଼ ଜିନିଷ ମଧ୍ୟ ଏ ସମୟରେ କିଣିବା ଉଚିତ ନୁହେଁ। ତା ସହିତ କୌଣସି ବି ଶ୍ରାଦ୍ଧ ପକ୍ଷରେ କି ଅମାବାସ୍ୟା ତିଥିରେ ଏସବୁ ଜିନିଷ କିଣିବା ମଧ୍ୟ ମାନେ ଉଚିତ ନୁହେଁ। ତା ସହିତ ଆପଣ ଏଇ ପିତୃପକ୍ଷରେ ମାନେ କୌଣସି ବଡ଼ ଉତ୍ସବ ମାନେ ବହୁତ ଭଲରେ କରିବା ଉଚିତ ନୁହେଁ। ଯେମିତିକି ନାଚ ଗୀତ, କୌଣସି ପାର୍ଟି ହେଲା, ତ ପିତୃପକ୍ଷରେ ଏସବୁ ବଡ଼ ଆଡ଼ମ୍ବରରେ କରିବା ଉଚିତ ନୁହେଁ। ତା ସହିତ କିଛି ଖାଦ୍ୟ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିଥାଏ। ଯେମିତିକି ଆମକୁ ଆମିଷ ଖାଦ୍ୟ, କି ମାଛ, ମାଂସ, ଅଣ୍ଡା, ମଦ, ତ ଏ ସମୟରେ ଏସବୁ ଜିନିଷ ଗ୍ରହଣ କରିବା ଉଚିତ ନୁହେଁ। ଆମକୁ ସାତ୍ତ୍ୱିକ ଭୋଜନ ଗ୍ରହଣ କରିବା ଉଚିତ। ତା ବ୍ୟତୀତ ପିତୃପକ୍ଷରେ ବୃଦ୍ଧ କି ପୁରୋହିତ କି ଆମର ପୂର୍ବଜଙ୍କୁ ଅସମ୍ମାନ ଦେବା ଉଚିତ ନୁହେଁ। ପିତୃପକ୍ଷରେ ଆମ ନିଜର ଗୁରୁ, ବ୍ରାହ୍ମଣ, ପିତା, ମାତା, ପିତୃଙ୍କୁ ସମ୍ମାନ ଆଉ ଭକ୍ତି କରିବା ଉଚିତ। ତାଙ୍କୁ ଆମେ ଯଦି ଅସମ୍ମାନ କରୁଛେ ତାହେଲେ ଆମେ ପିତୃ ଦୋଷ ଆମକୁ ଲାଗିଥାଏ। ତା ସହିତ ସଦ୍ଗୁରୁ, ପୁରୋହିତ, ବୃଦ୍ଧ ବ୍ୟକ୍ତିମାନଙ୍କୁ ଆମକୁ ପିତୃପକ୍ଷରେ ସମ୍ମାନ ସହିତ ତାଙ୍କୁ ସେବା କରିବା ଉଚିତ। କାରଣ ତାଙ୍କରି ଆଶୀର୍ବାଦରେ ଆମେ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା। ତ ପିତୃପକ୍ଷରେ ଶ୍ରାଦ୍ଧ ବା ତର୍ପଣ କରିବା ଉଚିତ। ମାନେ ଦିନ ମଧ୍ୟରେ ରାତି ପର୍ଯ୍ୟନ୍ତ, ମାନେ ଶ୍ରାଦ୍ଧ, ମାନେ ଯେଉଁ ଆପଣ ଯେଉଁ ଶ୍ରାଦ୍ଧ କରୁଛନ୍ତି, ତ ଶ୍ରାଦ୍ଧରେ ମାନେ କ'ଣ କରିବା ଉଚିତ ନୁହେଁ, ଠିକ୍ ଅଛି। ତ ଆପଣ ଶ୍ରାଦ୍ଧ କଲେ କି ତର୍ପଣ କରୁଛନ୍ତି, ଆପଣ ଡେରି କରିବେ ନାହିଁ। ରାତି ଯେମିତି ରାତି ହେଇଯାଉଛି ଆପଣ କରିବେ, ତ ରାତ୍ରି ସମୟରେ ଆପଣ ମାନେ ବେଶୀ ଡେରି ପର୍ଯ୍ୟନ୍ତ କରନ୍ତୁ ନାହିଁ। ରାତିରେ ଶ୍ରାଦ୍ଧ କରନ୍ତୁ ନାହିଁ। ଶ୍ରାଦ୍ଧ ଓ ତର୍ପଣ ମଧ୍ୟାହ୍ନ ସମୟରେ କରିବା ଉଚିତ। ମାନେ ସେଇ 12ଟା 1 ଭିତରେ ହିଁ ସରେଇ ଦିଅନ୍ତୁ। ଆପଣ ବେଶୀ ବିଳମ୍ବ ପର୍ଯ୍ୟନ୍ତ ରଖନ୍ତୁ ନାହିଁ। ତା ସହିତ ଆପଣଙ୍କର ଯଦି ଅଛି, ମାନେ ମୁଁ ଆପଣଙ୍କୁ କହୁଛି, ଯଦି ଆପଣଙ୍କର ସାମର୍ଥ୍ୟ ଅଛି, ତ ଆପଣଙ୍କର ନିଜର ସାମର୍ଥ୍ୟ ହିସାବରେ କିଛି ଦାନ କରନ୍ତୁ। ଆପଣ ସେଇ ସମୟରେ ଟିକେ କଞ୍ଜୁସ୍ ହୁଅନ୍ତୁ ନାହିଁ, କୃପଣ ହୁଅନ୍ତୁ ନାହିଁ। ଆପଣ କିଛି ନା କିଛି ଆପଣଙ୍କ ସାମର୍ଥ୍ୟ ହିସାବରେ କିଛି ନା କିଛି ଦାନ କରନ୍ତୁ। ଆପଣ ଯଦି ଏଇସବୁ ଦାନ କରୁଛନ୍ତି ତାହେଲେ ମଧ୍ୟ ବହୁତ ଭଲ ହେବ। ତ ପିତୃପକ୍ଷରେ କ'ଣ ଦାନ କରିବା ଉଚିତ? ଦେଖନ୍ତୁ, ପିତୃପକ୍ଷରେ ପୂର୍ବଜଙ୍କୁ ସ୍ମରଣ କରି ଶ୍ରାଦ୍ଧ ତର୍ପଣ କରାଯାଏ। କିନ୍ତୁ ଶାସ୍ତ୍ରରେ କୁହାଯାଇଛି ଶ୍ରାଦ୍ଧରେ ଦାନ କଲେ ପୂର୍ବଜ ପ୍ରସନ୍ନ ହୋଇଥାନ୍ତି। ପ୍ରଥମ ହେଉଛି ଅନ୍ନଦାନ। ପିତୃପକ୍ଷରେ ଅନ୍ନଦାନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦାନ। ଛତୁଆ ହେଲା, ଚାଉଳ, ଡାଲି, ଅଟା ବା ଅନ୍ନଦାନ। ତ ଏଇ ଦାନ ଆପଣ ବ୍ରାହ୍ମଣ ବା ଗରିବମାନଙ୍କୁ କଲେ ଆପଣଙ୍କ ପିତୃ ପ୍ରସନ୍ନ ହୋଇଥାନ୍ତି। ଦ୍ୱିତୀୟ ହେଉଛି ବସ୍ତ୍ରଦାନ। ନୂଆ ଧୋତି, ଶାଢ଼ୀ, କୌଣସି ବି ଗାମୁଛା, ତ କୌଣସି ବି ବସ୍ତ୍ର ହେଲା, କମ୍ବଳ, ତ ଏଇସବୁ ଆପଣ ଦାନ, ଆପଣଙ୍କର ବୃଦ୍ଧ ବ୍ୟକ୍ତିମାନେ, ବ୍ରାହ୍ମଣ, ଦରିଦ୍ର, ସେମାନଙ୍କୁ ଯଦି ଆପଣ ଦାନ କରୁଛନ୍ତି ଆପଣଙ୍କୁ ପୁଣ୍ୟ ମିଳେ। ଶ୍ରାଦ୍ଧ ଦିନରେ ଆପଣ ଯଦି ବସ୍ତ୍ର ଦାନ କରୁଛନ୍ତି ତାହେଲେ ବିଶେଷ ଫଳଦାୟୀ ହୋଇଥାଏ। ତା ବ୍ୟତୀତ ଜଳଦାନ ବା ପାତ୍ରଦାନ। ଆପଣ ପାଣି ବା ପଣା, ଏପରି ଆପଣ ଜଳ କି ଖାଲି ଜଳ ଆପଣ ଯଦି ଦାନ କରୁଛନ୍ତି ତାହେଲେ ଏଇ ଦାନଟି ଆପଣଙ୍କୁ ଅମୃତ ଦାନ ବୋଲି ତୁଳନା କରାଯାଇଥାଏ। ଜଳଦାନ ଠାରୁ ବଡ଼ ଦାନ କିଛି ବି ନାହିଁ। ତା ବ୍ୟତୀତ ଆପଣ ପାତ୍ରରେ ଯେମିତିକି ଛୋଟ ଛୋଟ ତାଟିଆ ହେଲା, ଲୋଟା ହେଲା, ତ ଏସବୁ ଯଦି ଆପଣ ଦାନ କରୁଛନ୍ତି ପିତୃ ତୃପ୍ତ ହେଇଥାନ୍ତି। ଚତୁର୍ଥ ହେଉଛି ସ୍ୱର୍ଣ୍ଣ ଦାନ, କି କିଛି ସୁନାର ଦାନ। ଆପଣଙ୍କ ନିଜର ସାମର୍ଥ୍ୟ ହିସାବରେ ଯଦି ସୁନା କି ଚାନ୍ଦି, ଛୋଟ ଛୋଟ ଅଳଙ୍କାର ଯଦି ଦାନ କରୁଛନ୍ତି ତାହେଲେ ପିତୃ ଦୋଷ ଲାଗିନଥାଏ, ପିତୃ ଶାନ୍ତି ହୋଇଥାନ୍ତି।
ସ୍ୱର୍ଣ୍ଣ ଦାନକୁ ଅକ୍ଷୟ ଦାନ ବୋଲି ମଧ୍ୟ କୁହାଯାଇଥାଏ। ପଞ୍ଚମ ହେଉଛି ଗୋଦାନ ବା କ୍ଷୀର ଦାନ। ଗୋମାତାଙ୍କୁ ଦାନ କରିବା ବା ଗୋପାଳ ସେବା କରିବା କି କ୍ଷୀର ଦାନ କରିବା ଦ୍ୱାରା ପିତୃପକ୍ଷରେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଗୋମାତା ଦାନ ମାନେ ଆପଣ ଯଦି କରୁଛନ୍ତି ଘରେ, ଆପଣ କାହାକୁ ବି ଦାନ ଯଦି କରୁଛନ୍ତି ଗୋଦାନ, ତାହେଲେ ମାନେ ପିତୃପୁରୁଷ ଶାନ୍ତି ପାଇଥାନ୍ତି। ଭୂମି ଦାନ ବା ଆପଣଙ୍କର ରାଶି ଦାନ। ଶାସ୍ତ୍ରରେ ଭୂମି ଦାନକୁ ସର୍ବୋତ୍ତମ ଦାନ ବୋଲି କୁହାଯାଇଛି। ତା ସହିତ ଆପଣ ଯଦି ରାଶିର ଦାନ କରୁଛନ୍ତି ତ ପିତୃ ଆଉ ଦେବଙ୍କୁ, ତାହେଲେ ସେମାନେ ତୃପ୍ତ ହେଇଥାନ୍ତି। ଶେଷ ଦାନ ହେଉଛି ପୁସ୍ତକ ବା ଜ୍ଞାନ ଦାନ। ମାନେ କହନ୍ତି ଯେ ଜ୍ଞାନ ଦାନ ସବୁଠାରୁ ବଡ଼ ଦାନ। ତ ଜ୍ଞାନର ଦାନ ଆପଣ ଯଦି ପାରୁଛନ୍ତି ଜ୍ଞାନ ଦାନ କରନ୍ତୁ, ନହେଲେ ପୁସ୍ତକ ମାନେ ଆପଣ କିଛି ବହି, ଖାତା, କଲମ ଏସବୁ ମାନେ ଆପଣ ଛୋଟ ଛୋଟ ପିଲାଙ୍କୁ କି କୌଣସି ବ୍ୟକ୍ତି କି ଆପଣ ଦାନ ମଧ୍ୟ କରିପାରିବେ। ପିତୃପକ୍ଷରେ ଅନ୍ନଦାନ, ବସ୍ତ୍ରଦାନ, ଜଳଦାନ, ରାଶିଦାନ, ମାନେ ଏସବୁ ଦାନ ହେଉଛି ପୁରା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଶ୍ରାଦ୍ଧ ସହିତ ଏସବୁ ଦାନ କଲେ ପିତୃ ଅନୁଗ୍ରହ ଲାଭ ହୋଇଥାଏ ଆଉ ଘରେ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇଥାଏ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।